ବାର୍ଥଡେ ହଉ ବା ଆନିଭର୍ସରୀ କିଛି ଖୁସିର ମୁହୂର୍ତ୍ତକୁ ସେଲିବ୍ରେସନ କରିବା ପାଇଁ ମାର୍କେଟରୁ କେକ୍ ନ ଆଣି ଏହି ସୁନ୍ଦର କେକ୍‌ଟିକୁ ଘରେ ପ୍ରସ୍ତୁତ କରନ୍ତୁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ନଖ ଉଷୁମ କ୍ଷୀରରେ 250 ଗ୍ରାମ ସୁଜିକୁ ଭଲ ଭାବରେ ମିକ୍ସ କରି 5ରୁ 10 ମିନିଟ୍ ରଖିଦିଅନ୍ତୁ। ସୁଜି ବତୁରି ସାରିଲା ପରେ ଗ୍ରାଇଣ୍ଡିଂ ଜାର୍‌ରେ ସେଇ ବତୁରା ସୁଜି ସହ 100 ଗ୍ରାମ ଅଟା, 50 ଗ୍ରାମ ତେଲ ଆଉ 50 ଗ୍ରାମ ଚିନି ଆଉ ଟିକେ ଅଧିକ ଗୁଡ଼, ହାଲକା ଲୁଣ ଟିକେ ଦେଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ, ଗ୍ରାଇଣ୍ଡିଂ କରିଦିଅନ୍ତୁ। ଗ୍ରାଇଣ୍ଡିଂ କରିସାରିବା ପରେ ଆମର ମାର୍କେଟରୁ ଆଣିଥିବା ଟୁଟି ଫୁଟି ଆଉ ଚେରିକୁ କେକ୍‌ରେ ବହୁତ ସାରା ଟିକେ ପକାନ୍ତୁ। ଛୋଟ ପିଲାଙ୍କୁ ବହୁତ ପସନ୍ଦ ଆସିବ, କେକ୍ ମଧ୍ୟ ବହୁତ ଟେଷ୍ଟି ଲାଗିବ। ମିକ୍ସ କରିସାରିକି 5ରୁ 10 ମିନିଟ୍ ଘୋଡ଼େଇ ରଖିଦିଅନ୍ତୁ। କେକ୍‌କୁ ପ୍ରସ୍ତୁତ କରିବାର ପୂର୍ବରୁ ଇନୋ ଟିକେ ହାଲକା ଲେମ୍ବୁ ଚିପୁଡ଼ି କେକ୍ ସଫ୍ଟ ହେବା ପାଇଁ ତାକୁ ଭଲ ଭାବରେ ମିକ୍ସ କରି କେକ୍ ବ୍ୟାଟରକୁ ଯେଉଁ ପ୍ୟାନରେ ରଖିବେ ଆପଣ ସେଇଥିରେ ଦେଇଦିଅନ୍ତୁ। ଆଉ ପୂର୍ବରୁ ଗରମ କରି ରଖିଥିବା କଡ଼େଇରେ ହାଲକା ଲୁଣ ଦେଇ ଦେଇଥିବା କେକ୍ ବ୍ୟାଟରକୁ ଯେଉଁ ଜାଗାରେ ଦେଇଥିବେ ତାକୁ 1 ଘଣ୍ଟା ପର୍ଯ୍ୟନ୍ତ ଗ୍ୟାସରେ ଲୋ ଫ୍ଲେମ୍‌ରେ ବସେଇ ଦିଅନ୍ତୁ। ଟୁଥପିକ୍ ବା ଛୁରୀ ନେଇ କେକ୍‌କୁ ଟେଷ୍ଟ କରନ୍ତୁ ସିଝିଛି କି ନାହିଁ। ତାପରେ ଆମର ମାର୍କେଟରୁ ମିଳୁଥିବା କ୍ରିମ୍ ଚକୋଲେଟ୍ ଆଉ ଚେରିକୁ ଡେକୋରେସନ୍ କରି ଶୁଭ ମୁହୂର୍ତ୍ତକୁ ଏନ୍ଜୟ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଟିକେ କରିବାକୁ ଜମାରୁ ଭୁଲିବେନି।